ସବୁଆଡ଼େ ପ୍ରାୟ ଜଣାପଡ଼ୁଛନ୍ତି ଅଯୋଗ୍ୟ ହିତାଧିକାରୀ ବହୁତ ଅଛନ୍ତି। ଅଯୋଗ୍ୟ ହିତାଧିକାରୀ ଯେଉଁମାନେ ବି ଅଛନ୍ତି ମୁଁ ଆଗ ଅପିଲ୍ କରୁଛି ସମସ୍ତେ ଆଗ ସରେଣ୍ଡର କରିଦିଅନ୍ତୁ। କିଛି ଆକ୍ସନ୍ ନିଆଯିବନି, ସରେଣ୍ଡର କରିଦିଅନ୍ତୁ। ଆଉ ଯଦି ସରେଣ୍ଡର ନ କରିବେ ତ ଆକ୍ସନ୍ ନିଆଯିବ। କଟକରେ 10,000 କେତେ ହିତାଧିକାରୀ ଅଛନ୍ତି ଯୋଉମାନେ କି ଦେଖନ୍ତୁ ସାରା ଓଡ଼ିଶାରେ ଲକ୍ଷ ଲକ୍ଷ ସଂଖ୍ୟାରେ ଅଯୋଗ୍ୟ ହିତାଧିକାରୀ ଅଛନ୍ତି। ମାନେ କିଏ ସରକାରୀ ଚାକିରି କରିଛି, କିଏ ଟିଚର ଅଛି, କିଏ ଲେକ୍ଚରର ଅଛି, କିଏ ଡକ୍ଟର ଅଛି। ମୁଁ ଏମିତି କହିବିନି, ସବୁ ପ୍ରକାରର ଲୋକ ଅଛନ୍ତି ଯେଉଁମାନେ ହାତେଇଛନ୍ତି ଇଏ କାର୍ଡ଼, ଯେଉଁଟା ନେବା ଉଚିତ ନୁହେଁ। ତେଣୁ ତାଙ୍କୁ ମୁଁ ନିବେଦନ କରୁଛି ଯେ ସେମାନେ ସରେଣ୍ଡର କରିଯାଆନ୍ତୁ ବିଫୋର ଆକ୍ସନ୍ will be taken against them। କିଛି ଡେଡଲାଇନ୍ ଦିଆଯିବ କି ତାଙ୍କୁ ସରେଣ୍ଡର? ନାଇଁ, ଡେଡଲାଇନ୍ ନାହିଁ, ସେମାନେ ତୁରନ୍ତ ସରେଣ୍ଡର କରିଦିଅନ୍ତୁ। ଆମେ EKYC ସରିବା ପୂର୍ବରୁ ଛାଡ଼ି ଦିଅନ୍ତୁ।